ପ୍ରିୟ ଆତ୍ମନ୍, ସଂସାରରେ କେବଳ ପୃଥିବୀ ହିଁ ଗୋଲ ନୁହେଁ, ସଂସାରର ପ୍ରତ୍ୟେକ ବ୍ୟବହାର, ପ୍ରତ୍ୟେକ କାର୍ଯ୍ୟ ମଧ୍ୟ ଗୋଲ। ପୃଥିବୀର ଗୋଲ ହେବାରେ ଏହି ପ୍ରମାଣ ଦିଆଯାଏ ଯେ ଯଦି ଆପଣ କୌଣସି ସ୍ଥାନରୁ ବାହାରି ସମାନ ଏକ ହିଁ ଦିଗ ଆଡ଼କୁ ଚାଲିଯିବେ, ତେବେ ପୁଣି ସେଠାକୁ ଆସିଯିବେ ଯେଉଁଠାରୁ ବାହାରିଥିଲେ। ଯଦି ପୃଥିବୀ ଗୋଲ ହୋଇନଥାନ୍ତା, ତେବେ ଏପରି କେବେ ହେଉନଥାନ୍ତା। ଠିକ୍ ଏହି ଦଶା ସଂସାରର ଅନ୍ୟ କାର୍ଯ୍ୟ ଏବଂ ବ୍ୟବହାର ବି ପ୍ରତ୍ୟକ୍ଷ ଦେଖାଯାଏ। ଯେ ନିଜ ପଟୁ ସଂସାରର ଚାରି ଦିଗକୁ ପ୍ରେମ ଛାଡ଼େ, ପ୍ରେମର ବର୍ଷା କରେ, ତା ଆଡ଼କୁ ବି ଚାରିପଟୁ ପ୍ରେମର ବୃଷ୍ଟି ହୋଇଥାଏ। ପ୍ରେମ, ଦ୍ୱେଷ ବା ସ୍ୱଭାବ ଯେଉଁଠାରୁ ଯେତେ ବାହାରେ, ସେଠାକୁ ସେତିକି ହିଁ ପୁଣି ଫେରିଆସେ। ସଂସାରର ଏହା ହିଁ ନିୟମ। ତଳୁ ସମୁଦ୍ରରୁ ବାଷ୍ପ ଉଠେ ଏବଂ ଉପର ଆକାଶକୁ ଯାଇ ବାଦଲର ରୂପ ଧାରଣ କରେ। ପୁଣି ସେହି ବସ୍ତୁ ବୃନ୍ଦା ରୂପ ଧାରଣ କରି ହିମାଳୟ ପର୍ବତ ଉପରେ ପଡ଼େ ଏବଂ ଅଧିକ ଥଣ୍ଡା ହୋଇ ପଥର ପରି ଜମିଯାଏ ଏବଂ ବରଫ ବୋଲାଏ। ଦେଖନ୍ତୁ, ପୁଣି ସେହି ବରଫ ରୂପଧାରୀ ସମୁଦ୍ର ଜଳ ତରଳି ତରଳି ହିମାଳୟରୁ ତଳକୁ ଓହ୍ଲାଏ ଏବଂ ଗଙ୍ଗା ନାମ ଧାରଣ କରି ଭାରତବାସୀଙ୍କୁ ପବିତ୍ର କରି କରି ନିଜର ପୂର୍ବ ସ୍ଥାନ ସମୁଦ୍ରକୁ ଚାଲିଯାଏ। ମନେ ପକାନ୍ତୁ, ଏଥିରେ ବି ଏକ ଗୋଲଚକ୍ର ଅଛି। ସଂସାରର ପ୍ରତ୍ୟେକ ପଦାର୍ଥ ଯେଉଁଠାରୁ ଉଠେ ପୁଣି ସେଠାକୁ ଆସି ବିଶ୍ରାମ ନିଏ। ତଳେ ପୃଥିବୀ ଉପରେ ପଡ଼ିଥିବା ବୀଜ ଅଙ୍କୁରର ରୂପ ଧାରଣ କରି ଉପରକୁ ଉଠେ ଏବଂ ଏକ ବଡ଼ ବୃକ୍ଷ ହୋଇଯାଏ। ଶାଖାମାନେ ବାହାରନ୍ତି, ପତ୍ରମାନେ ହୁଅନ୍ତି, ଫଳେ ଏବଂ ଫୁଲେ। କିନ୍ତୁ ଅନ୍ତରେ ଯାହା ହୁଏ ତାହା କାହାକୁ ଅଛପା ନୁହେଁ। ପୁଣି ସେହି ଫଳରେ ତଳର ବୀଜ ନିଜ ଆଗରର ରୂପ ଧାରଣ କରି ବୀଜ ହୋଇ ସେହି ପୃଥିବୀ ଉପରେ ପଡ଼େ ଯେଉଁଠାରୁ ବାହାରିଥିଲା। ଏହି ହେତୁରୁ ଏହି ସଂସାରର ନାମ ସଂସାର ଚକ୍ର। ଏହାର ପ୍ରତ୍ୟେକ ବ୍ୟବହାର ଚକ୍ରବତ୍ ଗୋଲ। ସଂସାରର ସବୁ ପଦାର୍ଥ ନିଜ ନିଜ ଚକ୍ରରେ ପଡ଼ି ନିଜର ଲକ୍ଷ୍ୟସ୍ଥଳ ଆଡ଼କୁ ବହି ଚାଲିଛନ୍ତି। ଏହା ସ୍ୱାଭାବିକ ଗତି। ଏହି ପ୍ରାକୃତିକ ପ୍ରବାହ ସଂସାରର ପ୍ରତ୍ୟେକ ବ୍ୟବହାର, ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ବସ୍ତୁ ଏବଂ ପ୍ରତ୍ୟେକ ତତ୍ତ୍ୱରେ ମିଳେ। ଯେଉଁଠି ଦେଖନ୍ତୁ, ସେଇଠି ଏହି ପ୍ରବାହରେ ପଡ଼ିଥିବା ସଂସାରର ପ୍ରତ୍ୟେକ ବସ୍ତୁ ଦୌଡ଼ୁଥିବା ଏବଂ ବହୁଥିବାର ଦୃଷ୍ଟିଗୋଚର ହେବ। ବୃକ୍ଷ ବଢ଼ି ବଢ଼ି ବୀଜ ଆଡ଼କୁ ଯାଉଛି। ନଦୀମାନେ ବହି ବହି ସମୁଦ୍ର ଆଡ଼କୁ ଯାଉଛନ୍ତି। ସଂସାର ଯେଉଁଠୁ ଆସିଛି, ଉନ୍ନତି କରି କରି ସେଠାକୁ ଯାଉଛି। ଗୋଟିଏ ବିଜାତି ବସ୍ତୁ ଅନ୍ୟ ବିଜାତି ବସ୍ତୁକୁ ଟାଣିପାରିବ ନାହିଁ। ଆକର୍ଷଣ ଶକ୍ତି କେବଳ ଏକଜାତୀୟ ପଦାର୍ଥମାନଙ୍କରେ କାମ କରେ, ବିଜାତୀୟ ପଦାର୍ଥ ଗୁଡ଼ିକରେ ନୁହେଁ। ଗଞ୍ଜେଡ଼ର ପାଖକୁ ଗଞ୍ଜେଡ଼, ମଦୁଆ ପାଖକୁ ମଦୁଆ, ଜୁଆଡ଼ି ପାଖକୁ ଜୁଆଡ଼ି ଆପେ ଆପେ ଆକର୍ଷଣ ଶକ୍ତିର ପ୍ରଭାବରେ ଏକାଠି ହୋଇଯାଆନ୍ତି। ପୃଥିବୀ ସ୍ଥୂଳ, ତେଣୁ ବୃକ୍ଷରେ ପଡ଼ୁଥିବା ଫଳ ପୃଥିବୀ ଆଡ଼କୁ ଟାଣି ହୋଇ ଆସେ। ଏହିପରି ଆକାଶ ସୂକ୍ଷ୍ମ, ତେଣୁ ଅଗ୍ନିରୁ ବାହାରୁଥିବା ସୂକ୍ଷ୍ମ ଧୂମ ସୂକ୍ଷ୍ମ ଆକାଶ ଆଡ଼କୁ ଆପେ ଆପେ ଟାଣି ହୋଇଯାଏ। ନଦୀମାନେ ସମୁଦ୍ରକୁ କାହିଁକି ଟାଣି ହୋଇଯାଆନ୍ତି? କାହିଁକି ନା ତାଙ୍କର ଜାତୀୟ ସମୁଦ୍ର ତାଙ୍କୁ ଟାଣୁଛି। ଯେଉଁଠିକି ଦେଖିବେ ସେଇଠି ଏକ ଜାତୀୟ ପଦାର୍ଥ ଅନ୍ୟ ସ୍ୱଜାତୀୟ ପଦାର୍ଥକୁ ଟାଣୁଛନ୍ତି। ଏହି ସଂସାରରେ ଯଦି ବିଚାର କରି ଦେଖନ୍ତି ତ ଜଳର ପରମାଣୁ ଜଳକୁ, ପୃଥିବୀର ପରମାଣୁ ପୃଥିବୀକୁ, ଅଗ୍ନିର ପରମାଣୁ ଅଗ୍ନିକୁ ଏବଂ ବାୟୁର ପରମାଣୁ ବାୟୁକୁ ସମାନରେ ନିଜ ଆଡ଼କୁ ଟାଣୁଛନ୍ତି। ଏହି ଜାତୀୟ ଟଣା ହିଁ ଜାତୀୟ ପ୍ରେମ, ଜାତୀୟତା ଏବଂ ସ୍ୱଦେଶ ପ୍ରେମର କାରଣ। ତେଣୁ ଯଦି ଆମ୍ଭେ ଈଶ୍ୱର ଆଡ଼କୁ ଟାଣି ହୋଇଯାଉଛନ୍ତି, ଯଦି ସେ ଆମ୍ଭକୁ ତା ଆଡ଼କୁ ଟାଣୁଛି, ତେବେ ଆମ୍ଭେ ଅବଶ୍ୟ ସେହି ବସ୍ତୁ ଅଟନ୍ତି, ସେହି ପଦାର୍ଥ ଅଟନ୍ତି ଯାହା ସେ ଅଟେ। ତାହା କୌଣସି ଅନ୍ୟ ବସ୍ତୁ ବା ଅନ୍ୟ ପଦାର୍ଥ ନୁହେଁ। ମୁଁ ତାହା ଅଟେ ଏବଂ ତାହା ମୁଁ। ଏହି ଏକତାକୁ ହୃଦୟରେ ମନନ କରନ୍ତୁ, ବାରମ୍ବାର ଚିନ୍ତନ କରନ୍ତୁ। ଏକତା ଏବଂ ଅଦ୍ୱୈତର ବାସ୍ତବିକ ଜ୍ଞାନ ହୁଅନ୍ତେ ହିଁ ହୃଦୟରେ ଶାନ୍ତି
ଏବଂ ଆନନ୍ଦର ସମୁଦ୍ର ଉଛୁଳି ପଡ଼ିବ। ଲୋକେ କହନ୍ତି ଯେ ସେହି ଆନନ୍ଦ ସ୍ୱରୂପ ସଚିତାନନ୍ଦ ଈଶ୍ୱରର ଜ୍ଞାନ ଦ୍ୱାରା ମନୁଷ୍ୟ ବି ଆନନ୍ଦ ସ୍ୱରୂପ ହୋଇଯାଏ। ଏହା ହିଁ କାରଣ ଯେ ବଡ଼ ବଡ଼ ଯୋଗୀ ତାହାକୁ ଖୋଜିବାରେ ଲାଗିଛନ୍ତି ଏବଂ ହଜାର ହଜାର ମହର୍ଷି ତାହାର ଜ୍ଞାନରେ ଆନନ୍ଦିତ ହୋଇସାରିଛନ୍ତି। କିନ୍ତୁ ବିଚାର କରିବାର କଥା ଏଇଆ ଯେ ଯଦି ସେ ଆନନ୍ଦ ସ୍ୱରୂପ ଆମଠାରୁ ଅଲଗା, ଆମଠାରୁ ପୃଥକ କୌଣସି ଅଲଗା ପଦାର୍ଥ, ତେବେ ତାହାର ଜ୍ଞାନ ଦ୍ୱାରା ତାହାର ଆନନ୍ଦ ସ୍ୱରୂପ ହୋଇଥିବା କାରଣରୁ ଜଣେ ଏପରି ପୁରୁଷ ଯେ ତାଠାରୁ ଭିନ୍ନ, ତାଠାରୁ ପୃଥକ ଆନନ୍ଦ ସ୍ୱରୂପ କିପରି ହୋଇପାରିବ? ଆଜି 1 ମାସ ହେଲା ଆମ୍ଭକୁ ଏହି କଥାର ଜ୍ଞାନ ହୋଇଛି। ଆମ୍ଭେ ଏହାକୁ ଜାଣିଛୁ ଯେ ରାମଦାସ ପାଖରେ କୋଟି କୋଟି ଟଙ୍କା ଅଛି, କିନ୍ତୁ ଏଥିରେ ଆମ୍ଭର କ'ଣ ଅଛି? ତାଙ୍କର ଟଙ୍କାର ସୁଖ ଆମ୍ଭକୁ ମିଳିପାରିବ ନାହିଁ। କୌଣସି ରୋଗୀକୁ ଏହା ଜଣାପଡ଼ିଲା ଯେ ମୋର ପଡ଼ୋଶୀ ନିରୋଗ, ଏହି ଜ୍ଞାନ ମାତ୍ରକେ ସେ ରୋଗୀ ସୁଖୀ ହୋଇପାରିବ ନାହିଁ। ହଁ, ଏପରି ଜ୍ଞାନରୁ ଏକ ଅପୂର୍ବ ଆନନ୍ଦ ତେବେ ହୋଇଥାଏ ଯେବେ ଆମ୍ଭକୁ ଏହା ଜଣାପଡ଼େ ଯେ କୋଟିପତି ରାମଦାସ ଆମ୍ଭେ ହିଁ ଅଟୁ। ଆମ୍ଭେ ଭୁଲି ଯାଇଥିଲେ ଆମ୍ଭେ ହିଁ ରାମଦାସ ଅଟୁ। ଏହି ଟଙ୍କା ଆମ୍ଭର ପାଖରେ ପୋତା ହୋଇ ରହିଛି। ଠିକ୍ ସେହିପରି ଯେବେ କୌଣସି ଖାଣ୍ଟି ଯୋଗୀ ସେ ଆନନ୍ଦ ସ୍ୱରୂପ ସଚିତାନନ୍ଦକୁ ଖୋଜିବାକୁ ଯାଏ, ଯେଉଁ ସମୟରେ ସେ ତାହାର ଠାବ କରିଦିଏ, ତାହାର ଜ୍ଞାନ ପ୍ରାପ୍ତ କରିନିଏ, ସେ ଦେଖେ ଯେ ସେହି ଆନନ୍ଦ ଘନ, ସେହି ଆନନ୍ଦ ସ୍ୱରୂପ, ସେହି ସଚିତାନନ୍ଦ ମୁଁ ହିଁ। ସେ ସମୟରେ ଯେଉଁ ଅପୂର୍ବ ଆନନ୍ଦ ପ୍ରାପ୍ତ ହୁଏ ତାହାର ବର୍ଣ୍ଣନା ବାଣୀ ଦ୍ୱାରା ହୋଇପାରେ ନାହିଁ, କିନ୍ତୁ ସେ ହିଁ ଜାଣେ ଯେ ସେହି ଆନନ୍ଦରେ ମଗ୍ନ ହୋଇଯାଏ। ତେଣୁ ଯଦି ଆପଣ ପ୍ରକୃତ ଆନନ୍ଦ ଚାହାନ୍ତି, ତେବେ ସେହି ପରମାତ୍ମାର ଖୋଜରେ ଲାଗିଯାଆନ୍ତୁ। ସେ ହିଁ ଆନନ୍ଦର ଭଣ୍ଡାର ଏବଂ ସୁଖର ଆଗାର। ଅନ୍ୟର ସୁଖ, ଐଶ୍ୱର୍ଯ୍ୟ, ସାମର୍ଥ୍ୟ ଏବଂ ବଳ ଦେଖି ଅନ୍ୟର ହୃଦୟରେ ଈର୍ଷା ଉତ୍ପନ୍ନ ହୋଇଥାଏ। ସୁଖ ନୁହେଁ, ପ୍ରକୃତ ସୁଖ ସେହି ସମୟରେ ମିଳିଥାଏ ଯେଉଁ ସମୟରେ ଆପଣଙ୍କଠାରୁ ବଳି ବା ଆପଣଙ୍କର ସମାନତା କରିବା ଲୋକ ସଂସାରରେ କେହି ନଥାଏ। ଯେଉଁ ସମୟରେ ଆମ୍ଭେ ଅନ୍ୟକୁ ନିଜଠାରୁ ଉଚ୍ଚ ସ୍ଥାନରେ ଦେଖିବା, ଆମ୍ଭର ହୃଦୟରେ କେବେ ଶାନ୍ତି ମିଳିପାରିବ ନାହିଁ। ମୁଖ୍ୟ ହେବା ପରେ ବି ସେ ଜୀବାତ୍ମା ପରମାତ୍ମାରେ ମିଶୁନାହିଁ, ଏକ ହୋଇଯାଉନାହିଁ, ତେବେ ତାହାର ଐଶ୍ୱର୍ଯ୍ୟ ଏବଂ ସାମର୍ଥ୍ୟକୁ ଦେଖି ଅନ୍ୟକୁ ଆନନ୍ଦ ପ୍ରାପ୍ତ କେବେ ହୋଇପାରିବ ନାହିଁ। ଓଲଟା ଈର୍ଷାଗ୍ନିରେ ଜଳୁଥିବ। ଯଦି ସେ ଆମ୍ଭଠାରୁ ଭିନ୍ନ ବସ୍ତୁ, ତେବେ ତାହାକୁ ଜାଣିଲେ, ତାହାର ନିକଟକୁ ଗଲେ, ତାହାକୁ ଭକ୍ତି କଲେ ଆମ୍ଭେ କଦାପି ସୁଖୀ ହୋଇପାରିବା ନାହିଁ। ତେଣୁ ପ୍ରକୃତ ମୁଖ୍ୟ ହେଲା ଈଶ୍ୱରଠାରୁ ଅଭିନ୍ନ ହୋଇଯିବା। ଯଦି ମୁଖ୍ୟ କାଳରେ ଆମ୍ଭେ ପରମାତ୍ମାଠାରେ ମିଳିତ ହଉ, ଆମ୍ଭେ ତାଠାରେ ଲୀନ ହଉ, ତେବେ ଏବେ ବି ଆମ୍ଭେ ତାହା ହିଁ ଅଟୁ। କାହିଁକିନା ଏକ ଶୁଦ୍ଧ ପଦାର୍ଥରେ ଯଦି କୌଣସି ଅନ୍ୟ ପଦାର୍ଥ ମିଶାଇ ଦିଆଯାଏ, ତେବେ ସେ ବି ଶୁଦ୍ଧ ପଦାର୍ଥ ବିକୃତି ହୋଇଯିବ। କିନ୍ତୁ ଈଶ୍ୱର ନିତ୍ୟ, ଶୁଦ୍ଧ ଏବଂ ନିର୍ବିକାର। ତେଣୁ ଏହି ଜୀବାତ୍ମା ତାଠାରୁ ଭିନ୍ନ ଅନ୍ୟ କୌଣସି ପଦାର୍ଥ ନୁହେଁ। ଏହା ତାହା ହିଁ, କେବଳ କଳ୍ପନା ମାତ୍ରର ଭେଦ ଅଛି। ଆପଣ ଏବେ ବି ମୁକ୍ତ। ବନ୍ଧନ କେବଳ କଳ୍ପନା ମାତ୍ରରେ ରହିଛି, ବାସ୍ତବିକ ନୁହେଁ। ଏହି କଳ୍ପନା ବା ଭେଦାଭେଦକୁ ଯେ ବୁଝିଛି ସେ ହିଁ ମହାନ ଏବଂ ସେ ହିଁ ସୁଖୀ। ଶାନ୍ତି ତାହାକୁ ହିଁ ମିଳିପାରେ ଯେ ପରମାତ୍ମାକୁ ନିଜଠାରୁ ଅଲଗା ବୁଝେ ନାହିଁ। ଜଣେ ସ୍ତ୍ରୀ ଯେବେ ନିଜର ପତି ଉପରେ ଅନ୍ୟ ସ୍ତ୍ରୀର ପ୍ରେମ ଦେଖେ, ତେବେ ତାହାକୁ ବଡ଼ ଦୁଃଖ ହୁଏ। ପ୍ରେମୀ ଏହା ହିଁ ଚାହେଁ ଯେ ମୋର ପ୍ରିୟର ଅନ୍ୟର ସହ ପ୍ରେମ ନ ହଉ ଏବଂ ତାହାର ପ୍ରେମୀ ବି କେବଳ ମୁଁ ହିଁ ହୁଏ। କିନ୍ତୁ ଯେଉଁ ଈଶ୍ୱରର କୋଟି କୋଟିଙ୍କ ସହ ପ୍ରେମ ଅଛି, ଯାହାର କୋଟି କୋଟି ପ୍ରେମୀ ସଂସାରରେ ଅଛନ୍ତି, ତାହା ଜାଣିକରି ବି ଲୋକଙ୍କର ଅନନ୍ୟ ପ୍ରେମ ତା ସହ କାହିଁକି ହୋଇଥାଏ? ଯାହାର ଅସଂଖ୍ୟ ପ୍ରେମୀ ଅଛନ୍ତି, ତା ସହ ଆମ୍ଭର ପ୍ରେମ ନିରର୍ଥକ ଏବଂ ମୂର୍ଖତା। ଅସଂଖ୍ୟ ପ୍ରେମୀଙ୍କ ଆଗରେ ଆମ୍ଭେ କେଉଁ ସ୍ଥାନରେ ଏସବୁ କଥାକୁ ଜାଣିକରିବି ତାହାର ଅସଂଖ୍ୟ ପ୍ରକୃତ ପ୍ରେମୀ ଏବଂ ଅନନ୍ୟ ସେବକ ଅଛନ୍ତି। ତେଣୁ ଏହାର କୌଣସି ଗୁପ୍ତ କାରଣ ଅବଶ୍ୟ ରହିଛି। କ'ଣ ଆପଣ ଏହାର କାରଣ ଜାଣନ୍ତି? ଏହାର କାରଣ ଏଇଆ ଯେ ତାହା ସମସ୍ତଙ୍କର ଆତ୍ମା ଏବଂ ଅଦ୍ୱୈତ ହୋଇଥିବାରୁ ସର୍ବପ୍ରିୟ। ହଜାର ହଜାର ଗୋପୀଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ସହ
ପ୍ରେମ କାହିଁକି ଥିଲା? ହଜାର ହଜାର ଗୋପୀ କୃଷ୍ଣଙ୍କ ସହ ନାଚୁଥିଲେ, କିନ୍ତୁ ପରସ୍ପରରେ ଈର୍ଷା ଏବଂ ଦ୍ୱେଷ ନାମ ଟିକିଏ ବି ନଥିଲା। କ'ଣ କାରଣ? କାରଣ ସ୍ପର୍ଶ। ଈର୍ଷା ତେବେ ହୁଅନ୍ତା, ଦ୍ୱେଷ ତେବେ ହୁଅନ୍ତା ଯଦି ଜଣକ ସହ କୃଷ୍ଣ ଥାନ୍ତେ ଏବଂ ଅନ୍ୟର ସହ ନୁହେଁ। ଜଣକର ସହ ନାଚୁଥାନ୍ତେ ଏବଂ ଅନ୍ୟ ସହ ନୁହେଁ। କିନ୍ତୁ ଭଗବାନ କୃଷ୍ଣ ସମସ୍ତଙ୍କର ଆତ୍ମା ଥିଲେ। ସମସ୍ତଙ୍କର କୃଷ୍ଣ ସମସ୍ତଙ୍କ ସହ ଥିଲେ। ଯେତିକି ଗୋପୀ ଥିଲେ ସେତିକି କୃଷ୍ଣ ଥିଲେ। ସମସ୍ତେ ପ୍ରତ୍ୟକ୍ଷ ଦେଖିଲେ ଯେ ମୋର କୃଷ୍ଣ ମୋତେ ଜାବୁଡ଼ି ଧରିଛନ୍ତି। ବେଦାନ୍ତର ରହସ୍ୟ ଜାଣିବାର ଅଛି ତ କୃଷ୍ଣଙ୍କର ଜୀବନୀ ଉପରେ, କୃଷ୍ଣଙ୍କର ବାକ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କୁ କୃଷ୍ଣଙ୍କ କଥା ବୁଝା ପଡ଼ିଯିବ, ତେବେ ଆପଣଙ୍କୁ ଏକ ଅପୂର୍ବ ଆନନ୍ଦ ମିଳିଯିବ।